ମା ଶାରଳା ଠାକୁରାଣୀ ବୁଝିଲେ ସେ ହେଉଛନ୍ତି ସରଳ ଭାରି ଦୟାଳୁ। ମା ଶାରଳାଙ୍କର ଇଏ ହଉଛି ମାଙ୍କର ଔଷଧି ମାନେ ସର୍ବୌଷଧି ସର୍ବୌଷଧି ଏ ଔଷଧକୁ ମେଡିକାଲରୁ ଭକ୍ତମାନେ ଯେଉଁମାନେ ଫେରନ୍ତି ଏ ଔଷଧି କି ପାଇଲା ପରେ କ୍ୟାନ୍ସର ଏବଂ ପ୍ରତ୍ୟେକ ବଡ଼ ବଡ଼ ରୋଗ ମା ଆରୋଗ୍ୟ କରିଦିଅନ୍ତି। ମୋର 100% ବିଶ୍ୱାସ ଅଛି। ବୃକ୍ଷମାନଙ୍କୁ ପଣ୍ଡିତ କରନ୍ତି ମା ଶାରଳା। ବାପରେ ଶାରଳା ଦାସ ଯେଉଁ ମହାଭାରତ ଲେଖିଲେ ତାଙ୍କ ନାଁ ଆଦିକବି ଶାରଳା ଥିଲା ସିଦ୍ଧେଶ୍ୱର ପରିଡ଼ା। ପରଶୁରାମ ଯେତେବେଳେ ସାରା ଭାରତ ବୁଲି ନିକ୍ଷେତ୍ରୀ କରୁଥିଲେ ସବୁ କ୍ଷେତ୍ରୀମାନଙ୍କୁ ନିଧନ କରୁଥିଲେ ସେଇ ସମୟରେ ଏଇ ବାଟ ଦେଇ ଯିବାବେଳେ ଏଠି ନଈ ଥିଲା, ଯେଉଁ ନଈ ଚନ୍ଦ୍ରଭାଗା ନଦୀ। 51ଟା ଶକ୍ତିପୀଠରୁ କେଉଁଠି ବି ତୁଳସୀ ଦିଆଯାଏ ନାହିଁ, କିନ୍ତୁ ମା ଶାରଳାଙ୍କୁ ତୁଳସୀ ଦିଆଯାଏ ଏବଂ ପଞ୍ଚୋପଚାରରେ ପୂଜା କରାଯାଏ। ନା ଜୟ ମା ଶାରଳା। ଜୟ ମା ଶାରଳା। କେମିତି ଅଛନ୍ତି? ଆଜ୍ଞା ଭଲ ଅଛି। ନାଇଁ ଏଠି ବାହାର ବେଢ଼ାରେ ଭିଡ଼ିଓ କଲେ କିଛି ଅସୁବିଧା ନାହିଁ ନାହିଁ, କିଛି ଅସୁବିଧା ଭିତରେ କିନ୍ତୁ ଆଲାଉ ନାହିଁ। ନା ଆମେ ମା ମଙ୍ଗଳାଙ୍କ ମନ୍ଦିର ଯାଇଥିଲୁ, ଆଜ୍ଞା ସେଠି କହିଲେ ଯେ ମା ମଙ୍ଗଳା ହେଉଛନ୍ତି 7 ଭଉଣୀ, ତା ଭିତରେ ସବୁଠୁ ପ୍ରିୟ ହେଉଛନ୍ତି ମା ଶାରଳା। ମାନେ କ'ଣ କହିବେ ଆପଣ ତ ପୂଜକ, ମାଙ୍କୁ ନେଇ କ'ଣ କହିବେ? ମା ମଙ୍ଗଳା ହେଉଛନ୍ତି ବଡ଼ ଭଉଣୀ, ଆଜ୍ଞା ଶାରଳା ହେଉଛନ୍ତି ସାନ ଭଉଣୀ। ହଁ ବିଦ୍ୟାର ଅଧିଷ୍ଠ ଦେବୀ ହେଉଛନ୍ତି ଶାରଳା, ଆଜ୍ଞା ବିଦ୍ୟାଦାତ୍ରୀ, ଆଜ୍ଞା ଅନଦାତ୍ରୀ, ମହାଲକ୍ଷ୍ମୀ, ମହାକାଳୀ, ମହାସରସ୍ୱତୀ। ଆଜ୍ଞା। ବୃକ୍ଷମାନଙ୍କୁ ପଣ୍ଡିତ କରନ୍ତି ମା ଶାରଳା। ବାପରେ ଶାରଳା ଦାସ ଯେଉଁ ମହାଭାରତ ଲେଖିଲେ ତାଙ୍କ ନାଁ ହଁ। ଆଦିକବି ଶାରଳା ଥିଲା ସିଦ୍ଧେଶ୍ୱର ପରିଡ଼ା। କିନ୍ତୁ ମାଙ୍କର ମା ଡାକିଲେ ସେ ଲେଖିଲେ। ଯେଉଁମାନେ ବି ଜାଣିନାହାନ୍ତି, ଯେଉଁମାନେ ଜାଣିଛନ୍ତି ତ ଠିକ୍ କଥା, ଯେଉଁମାନେ ଜାଣିନାହାନ୍ତି ତାଙ୍କ ପାଇଁ ଏତିକି କହିବି, ଆଦିକବି ଶାରଳା ଦାସଙ୍କ ନାଁ ଥିଲା ସିଦ୍ଧେଶ୍ୱର ପରିଡ଼ା। ସିଦ୍ଧେଶ୍ୱର ପରିଡ଼ା। ମାଙ୍କ ଆଶୀର୍ବାଦରୁ ସେ ମହାଭାରତ ଲେଖିଲେ। ମାଙ୍କର ଆଶୀର୍ବାଦରୁ ମା ନିଜେ ଡାକିଲେ, ହଁ, ସେ ହଁ। ଲେଖିଲେ ଏବଂ ମହାଭାରତ ସିଦ୍ଧେଶ୍ୱର ତାପରେ ହେଲା ଶାରଳା ଦାସ ତାଙ୍କ ନାଁ। ତାଙ୍କ ନାଁ ହେଇଥିଲା ଶାରଳା ଦାସ। ଆପଣଙ୍କର ୟୁନିଭର୍ସିଟିରେ ବି ପଢ଼ାଯାଉଛି, ଛୁଆମାନେ ଆଜ୍ଞା ପଢ଼ୁଛନ୍ତି। ଆଜ୍ଞା ଆଜ୍ଞା। ମା ହେଉଛନ୍ତି ବିଦ୍ୟାର ଅଧିଷ୍ଠ ଦେବୀ। ଆଉ ମାଙ୍କୁ ପଞ୍ଚୋପଚାର ପୂଜା କରାଯାଏ ଏବଂ ଷୋଡ଼ଶୋପଚାର ପୂଜା ଯେଉଁ କରାଯାଏ ମାଙ୍କର ଦୁର୍ଗା ପୂଜା ଗଲା, ବାସନ୍ତୀ ପୂଜା ଯେଉଁ ପୂଜା କି ରାମଚନ୍ଦ୍ର ମହାପ୍ରଭୁ ରାବଣକୁ ମାରିବା ପାଇଁ କରିଥିଲେ। ଜୟତ୍ୱଂ ଦେବୀ ଚାମୁଣ୍ଡେ ଜୟ ଭୂତାପହାରିଣୀ ଜୟ ସର୍ବଗତେ ଦେବୀ କାଳରାତ୍ରି ନମସ୍ତୁତେ ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିনী ଦୁର୍ଗା ଶିବା ক্ষমা ধাত্রী সুধা স্বাহা নমস্তুতে নমো দেব্যৈ মহামায়ে মহিষাসুরমর্দিনী সংকটতারিণী দুর্গে জগদ্ধাত্রী নমস্তুতে নমস্তে চণ্ডিকে মাত নমস্তে সিংহবাহিনী নমস্তে সিদ্ধ যোগিনী ভগবতে নমো নমঃ দয়ারূপে দয়াদৃষ্টে দয়ার্দে দুঃখমোচনী সর্বপ্রভারিকে দুর্গে নারায়ণী নমস্তুতে। মা ଶାରଳା ଠାକୁରାଣୀ ସମସ୍ତଙ୍କ ସର୍ବରିଷ୍ଟ ଖଣ୍ଡନ କରୁ ମା। ନା ମା ଶାରଳା ଏଠି କେମିତି କ'ଣ ପୂଜା ପାଇଲେ? ଏଇ ଶୁଣନ୍ତୁ, ଶାରଳା ଠାକୁରାଣୀ ହେଉଛନ୍ତି ସବୁ ଯୁଗର। ଆଜ୍ଞା ସେ ମୂର୍ତ୍ତି ଭିନ୍ନ କଥା, ତାକୁ ଯାହା ଯେଉଁ ମୂର୍ତ୍ତି କି ଆମର ଏଠି ଅଛି ହାଇସ୍କୁଲ ଶାରଦା ଏକାଡେମୀ ହାଇସ୍କୁଲ ପାଖରେ ଗୋଟେ ଶାରଳା ପରଶୁରାମ ଭେଟ ବର, ସେ ବରଗଛ ବାତ୍ୟାରେ ଉପୁଡ଼ି ଯାଇଛି, କିନ୍ତୁ ବର୍ତ୍ତମାନ ସେ ଜାଗାରେ ପରଶୁରାମଙ୍କ ମୂର୍ତ୍ତି ଜଣେ ସାଧୁ କରିଛନ୍ତି, ଦେବୀ ପୂଜା ପାଉଛନ୍ତି ଏଇ ରୋଡ଼ ସାଇଡ଼ରେ। ଆଉ ତେଣୁ ସେଠୁ ସେ ମାଟି ତଳୁ ମାଆଙ୍କ ମୂର୍ତ୍ତିକି ଆବିଷ୍କାର କରିଥିଲେ। ସେ ସମୟ ଏଠି ନଈ ନାଳ ଜଙ୍ଗଲ ବଣପୂର୍ଣ୍ଣ ଥିଲା। ଆବିଷ୍କାର କରିବାର ଉପାୟ, ପରଶୁରାମ ଯେତେବେଳେ ସାରା ଭାରତ ବୁଲି ନିକ୍ଷେତ୍ରୀ କରୁଥିଲେ ସବୁ କ୍ଷେତ୍ରୀମାନଙ୍କୁ ନିଧନ କରୁଥିଲେ, ସେଇ ସମୟରେ ଏଇ ବାଟ ଦେଇ ଯିବାବେଳେ ଏଠି ନଈ ଥିଲା, ଯେଉଁ ନଈ ଚନ୍ଦ୍ରଭାଗା ନଦୀ। ଚନ୍ଦ୍ରଭାଗା ନଈ, ସିଏ ଯେଉଁଠି ଧନୁ ରଖନ୍ତି ତର୍ପଣ କରିବାକୁ ଯାଇଛନ୍ତି ନଈ ବନ୍ଧରେ, ତାଙ୍କ ଧନୁ ଦ୍ୱାଦଶ ଆଙ୍ଗୁଳି ମାଟିରୁ ଉର୍ଦ୍ଧ୍ୱରେ ରହେ, ଦବିଯାଏ, ବୁଝିଲେ ତ। କିନ୍ତୁ ସେଠି ଯେତେବେଳେ ରଖିଛନ୍ତି ସେ ଧନୁ ଦ୍ୱାଦଶ ଆଙ୍ଗୁଳି ଉର୍ଦ୍ଧ୍ୱରେ ରହିଲା। ମାନେ ଏ ଜାଗାରେ କ'ଣ ଗୋଟେ ରହିଛି ସେମିତି ପାୱାର, ଯେଉଁଟାକୁ ମୋ ଧନୁ ଉର୍ଦ୍ଧ୍ୱକୁ ଉଠିଲା। ତେଣୁ ସେ ଜାଗା ଖନନ କରି ଏଇ ମୂର୍ତ୍ତି ମାଆଙ୍କ ମୂର୍ତ୍ତିକି ଆବିଷ୍କାର କରି ସେ ପଥର ଖଣ୍ଡ ବାହାର କରି ତାକୁ ସରମୁନରେ ମାଟି ଫାଟି ଛଡ଼େଇ ପରିଷ୍କାର କଲେ। ଏବଂ ସେ ସମୟରେ ଏଠିକାର ଯେ ଆଦିମ ଅଧିବାସୀ ଯେଉଁମାନେ ଆମର ବି ରାଉଳ ସମ୍ପ୍ରଦାୟର ଆମେ ବର୍ତ୍ତମାନ ତାଙ୍କରି ବଂଶଜ ଥିଲେ, ସେ ତାଙ୍କ ଅର୍ପଣ କରିଥିଲେ। ସେ ସେହି ସମୟରେ ସରମୁନରେ ତାଙ୍କୁ ଆବିଷ୍କାର କରିଥିବାରୁ ଶାରଳା ନାଁ ଦିଆଯାଇଥିଲା। ଦେଖନ୍ତୁ ଏଇ ଯେଉଁ ପୁଷ୍କରିଣୀ ଅଛି, ଏ ପୁଷ୍କରିଣୀରେ ମା ଚନ୍ଦନ ଯାତ୍ରା ଖେଳନ୍ତି। ଆଜ୍ଞା ଅକ୍ଷୟ ତୃତୀୟା ଠାରୁ 21 ଦିନ ଚନ୍ଦନ ଯାତ୍ରା କରାଯାଏ ଏବଂ ବହୁତ ଆଡ଼ମ୍ବରରେ କରାଯାଏ, ବହୁତ ବାଣ ଫୁଟେ, ବହୁତ ଭକ୍ତମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ହୁଅନ୍ତି। ମା ସବୁଦିନ ଆସନ୍ତି 12ଟା 1ଟା ବେଳକୁ ଚନ୍ଦନ ଲାଗି ହେଇକିରି
माँ चंदन बुली सारिक खेली सारिक ता भितर माँ गोटे रूपा कुंडिया अच्छी से रूपा कुंडिया माँ सब शाढ़ी फाड़ी कले माँ बुड़िकी बेक जाके रहती कहीं ग्रीष्म गरम है बोली ये माँ चारिटा बेल जाके बुड़िकी रे तापर माँ चंदन चुआ अगुरु कस्तूरी क्षीर कंद घी महू ये सब उपकरण जिनस सब लगिगला माँ गाधेबे पुणी सुसज्जित बेश हे माँ को तापर संध्या आरती करा पुणी राति की जो चंदन यात्रा माँ खेलिए खेलिकी आसी सारा तापर पुणी माँ को नीतिगति जहाँ आरंभ होगा कथा हम एमती अक्षय तृतीया ठारू 21 दिन माँ चंदन यात्रा कराए जो बर्तमान पोखरी सब कम हो जाए माँ 21 दिन चंदन यात्रा खेलती ये जो देखुं पानी ये डंगा देखुं ये डंगा ये जो डंगा रहा यही ही माँ चाप आगे आगे ये डंगा बर्तमान घोरा रखा जाए रंग भंग हो पुणी प्रतिष्ठा करा जाए होम कराए पुणी माँ ये 21 दिन चंदन यात्रा खेलती भक्त मैंने आसती बहु दूर भी आसती भक्त मैंने आपणकर जगन्नाथ क्षेत्र में पुरी रे जमती चंदन यात्रा कराए प्रभु मदन मोहन जाती चंदन खेलियापी से माँ आमर जगज्जननी परमष्टमी नारायणी बागदेवी सरस्वती महाकाली महालक्ष्मी माँ सरस्वती माँ निजे कृष्ण अवतार नहीं जाती एवं माँ चंदन यात्रा खेलती क्या माँ को तुलसी दि जाए और मंदार दि जाए बेलपत्र दि जाए जिते शक्तिपीठ अच्छी 51टा शक्तिपीठ कौटी भी तुलसी दि जाए ना किंतु माँ सारला को तुलसी दि जाए और पंचोपचार पूजा करा जाए और उत्तिष्ठ पूजी मंत्र पूजा करा जाए बुझे कि से समय से जंगल पूर्ण था तेणु पुरुष लोक मैंने बाहे से स्त्री लोक मान समर्पण कर गले मूर्ति की जे हलदी चुआ चंदन गाधे दब फलमूल जहाँ पाइब समर्पण कर खाइब जहाँ माँ पाखे मानसिक कर माँ निश्चय पूरण कर कथाटी कही चलीगले परशुराम से समय से ठार मूर्ति पूजा पाते बुझे जो मूर्ति की प्रतिष्ठा करा लंडा देउल मंदिर ए विराट मंदिर थिला से मंदिर को कला पहाड़ आसी जिते सबुआड़े बुलिकी मंदिर हिंदू मंदिर सब भंगा पूजा करुला से समय एठिकी आसला एठिकी आसी धरा बेले से समय माँ एक महिला स्त्री बेश धरी कलसी धरी चंद्रभागा गंड गोटे अच्छी से नईर से समय विश्वम्बर गंड कहते जहाँ भी बर्तमान प्रचलित विश्वम्बर पोखरी आकाश जलपूर्ण हो जाए से जगह माँ डुबिकी रहीगले आउ गले से पंडा जे थे जो संप्रदाय मुख्य पूजक स्वप्न हेले मुझे मंदिर को आजीबी परशुराम नहीं ये मारा कर दी जाए आमर कला पहाड़ माँ को न पाई से मंदिर चूल हाणी दे गला जो कथित हिसाब से वर्तमान सुधा से मंदिर में पताका लगे नहीं लंडा देउल कहती जो बर्तमान लंडा देउल रही एक श्वेत बड़कार आदिम गणेश मूर्ति पूजा पाँच माँ सारला ये माँ औषधि मतलब सर्वौषधि ये औषध को मेडिकल भक्त मान जो मैंने फेरती ये औषधि की पाइला कैंसर एवं प्रत्येक बड़ बड़ रोग माँ आरोग्य कर दियंती 100% विश्वास अच्छी ये जो कुंड ये कुंड एवं आप देखुन पादुक अच्छी ये संध्या बेलू ये टोटाली संपूर्ण भाव में भक्त मैंने नहीं जाते घर को नहीं पीऊे माँ ये स्थापित हवा 600 वर्ष पाखापाखि हम ये जगार मंदिर सी बहु पूर्वर ये हूँ 600 वर्ष तौर मंदिर राजा राजुरा समय कंटागढ़ गोटे राजा थिला ये कंटागढ़ राजा जने थे छोट राज्य राजा षंड राजा कुजंग प्रतापशाली महाबलशाली राजा आंक झील को लोलुप दृष्टि पकड़ा न बोली आक्रमण कला माँ ताकू झीलटी माँ को पाखे प्रार्थना कर राजा समर्पित होगापर माँ ताकू रक्षा कले कौ भली रूप से जिते सैन्य सामंत आइले ये गोटे साल बिल अच्छी मुंड टंगा बर गछ शून्य सर्प जा सब आनी पकेला माँ माने काली रूप धरी गोड़े सी राहमा पाखे माँ को समर्पण गोड़ धरी तले पड़गला माँ रहमा जहाँ आज अपभ्रंश राहमा बुझे कुंड ना कौन ये हूँ माँ पादुक कुंड माँ जो गाधती माँ चुआ चंदन अगुरु कस्तूरी क्षीर कंद घी बहु पंचामृत माँ स्नान करती प्रत्येक फूल और बेलपत्र ये सब माने शुद्धीभूत भाव में मेडिसिन तैयार हो जाए आर एतर किसी जीवाणु किसी हमें नहीं फरेस्ट साइंटिस्ट मैंने टेस्ट कर किसी ना
ଏବଂ ମୁଁ ବି ଏବେ ଦେଖୁଛି ମାନେ ଆମେ ଗୋଟେ କଥା କହିବୁ ବିଶ୍ୱାସ ମୂଳେ ସବୁ। ଆଜ୍ଞା ଆଜ୍ଞା ବିଶ୍ୱାସ ମୋର ସବୁ ମା ପାଖରେ ହାତ ଟେକି ଦେଲେ ମା ସବୁ କାର୍ଯ୍ୟକୁ ସିଦ୍ଧି କରିବ। ମା ଶାରଳା ଠାକୁରାଣୀ ବୁଝିଲେ ସେ ହେଉଛନ୍ତି ସରଳ ଭାରି ଦୟାଳୁ ସମସ୍ତଙ୍କ ପ୍ରତି ତାର ଦୟା ଭାବ ଆଉ ଆଶୀର୍ବାଦ ରହିଛି କିନ୍ତୁ ଆମେ ହୃଦୟ ସହିତ ସମର୍ପିତ ହେବା ଦରକାର। ହଁ ହୃଦୟ ସହିତ ଆପଣ ବି କରନ୍ତୁ ସମର୍ପିତ ହୁଅନ୍ତୁ ହୃଦୟ ସହିତ ମା ଆପଣଙ୍କୁ ଯେଉଁ ଲକ୍ଷ୍ୟ ଥିବ ପୂରଣ କରିଦେବ ଅଲବତ। ଆଉ ମାଆଙ୍କର ଯେଉଁ କୁଣ୍ଡ ଦୈନନ୍ଦିନ ଗାଧୁଆ ପାଦୁକ ତାହା ଏକ ମହୋଷଧି। ଆପଣମାନେ ସ୍ୱଚ୍ଛ ମନ ବିଶ୍ୱାସ ଭକ୍ତିର ସହିତ ସେ ପାଦୁକ ଦୈନିକ ପାଇଲେ ସମ୍ପୂର୍ଣ୍ଣ ସବୁ ଶରୀରର ସବୁ ରୋଗ ନିବାରଣ ହେବ ନିଶ୍ଚୟ। ଆଉ ମୁଁ ପିଲାବେଳେ ଦେଖିଛି ଯେତେବେଳେ କୁଷ୍ଠ ରୋଗ ପାଇଁ ଔଷଧ ନଥିଲା କିଛି ଲୋକ ମାଠିଆରେ ବାହାର କରିକି ପାଦୁକ ନେଇ କୁଷ୍ଠ ରୋଗ ଭଲ ହେଇଯାଇଛି। ମୁଁ ଆଖି ଦେଖିଛି ସେ ଦୁଇଟା ମାଠିଆ ଆଣେ ମାଠିଏ ତାର ସରିଗଲେ ପୁଣି ଆସି ବାହାର କରି ନିଏ ଠାକୁରାଣୀ ତାକୁ ଆରୋଗ୍ୟ କରିଦେଲା। ତେଣୁ ସିଏ ତ ତାର କଥା ହେଉଛି ସେ ଭାବଟା ସମର୍ପିତ ବିଶ୍ୱାସ ଏଗୁଡ଼ା ଦରକାର। ମାଙ୍କର ଝାମୁ ଯାତ୍ରା କରାଯାଏ ମା ପ୍ରତ୍ୟେକ ମାଙ୍କର ଯାଆନ୍ତି ସବୁ ଗାଁ ଗଣ୍ଡାକୁ ଯାଆନ୍ତି ଭକ୍ତମାନଙ୍କୁ ଦୁଃଖ ବୁଝିବା ପାଇଁ ଗୋଟେ ମାସ ଆପଣଙ୍କର ମୀନ ସଂକ୍ରାନ୍ତିରୁ ପଣା ସଂକ୍ରାନ୍ତି ଭକ୍ତମାନଙ୍କୁ ଦେଖା କରି ପୁଣି ଆସନ୍ତି ମା ଝାମୁ ଯାତ୍ରାରେ ନିଆଁ ଭିତରେ ଯେଉଁ ଭକ୍ତମାନେ ଯାଇଥାନ୍ତି ନିଶ୍ଚିତ ଭାବରେ ଥାଆନ୍ତି ଅରୁଆ ଖାଇଥାନ୍ତି ଏବଂ ଘରେ ରୁହନ୍ତି ନାହିଁ ନିଜ ବିଛଣାରେ ରୁହନ୍ତି ଏକା ରୁହନ୍ତି କେବଳ ନନାମାନେ ସେମାନେ ଆସନ୍ତି ନିଆଁ ଏମିତି ଜଳା ହେଉଥିବ ନିଆଁରେ ମାଆଙ୍କୁ ଧରିକିରି ପଶନ୍ତି। ମା ପୂର୍ଣ୍ଣସ୍ଥାନଙ୍କର ନଣ୍ଡା ଦେଉଳ ଅଛି। ଆମ ଓଡ଼ିଶାର ଯାତ୍ରା ପରମ୍ପରା ଏଇ ଜଗତସିଂହପୁର ଆଗ ଜଗତସିଂହପୁର ଆରମ୍ଭ ହେଇଛି ମାଲିକମାନେ ପରମ୍ପରା ଅର୍ଥ କ'ଣ ମାଲିକମାନେ ପାର୍ଟି ଅପେରା ବନେଇଛନ୍ତି ପଇସା ଖର୍ଚ୍ଚ କରି କିନ୍ତୁ କଳାକାର ବିଭିନ୍ନ ଆଡ଼ର ଆପଣଙ୍କର ଜଗତସିଂହପୁର ଯେମିତି ବାଲେଶ୍ୱର ଜିଲ୍ଲାରେ ବହୁ କଳାକାର ଯାଜପୁର ଜିଲ୍ଲାରେ ବହୁ କଳାକାର ବୁଝିପାରିଲେ କି ତେଣୁ କଳାକାର ସବୁ ସେଇପଟେ ଜଗତସିଂହପୁର ବି ବହୁତ ଯେହେତୁ ମା ବାଗ୍ଦେବୀ ସରସ୍ୱତୀ ତାଙ୍କୁ ଯିଏ ହାତ ଟେକି ଦେବ ସେ ସବୁ ତାଙ୍କ ପାଇଁ କରିଦେବେ। ସେଥିପାଇଁ ଭକ୍ତଙ୍କର ମନୋନିଷ୍ଟ ମା ପୂର୍ଣ୍ଣ କରନ୍ତୁ ମା ଶାରଳାଙ୍କ ବାନା ଟେକ୍ ରହୁ ଭକ୍ତମାନେ ଯାହା ଯେଉଁଠି ଭାବୁଛନ୍ତି ମା ତାଙ୍କର କାର୍ଯ୍ୟ ସିଦ୍ଧି କରନ୍ତୁ। ଜୟ ମା ଶାରଳା ଜୟ ମା ଶାରଳା ଜୟ ମା ଶାରଳା ଜୟ ମା ଶାରଳା।